Gideon ଆଉ ମିଡ଼ିଆନ୍ ମାନଙ୍କ ଭିତରେ ଗୋଟେ ଯୁଦ୍ଧ ଚାଲିଛି। ମିଡ଼ିଆନ୍ ମାନେ ଲକ୍ଷ ଲକ୍ଷ ଲୋକ ଥିଲେ, କିନ୍ତୁ ଗିଦିଅନ୍ ମାନେ ଅଳ୍ପ ଲୋକ। ଏ ମିଡ଼ିଆନ୍ ମାନେ ଏ ଗିଦିଅନ୍ ଲୋକମାନଙ୍କୁ ଡରା ବୁଦ୍ରା କରିଥିଲେ। ସେମାନେ ଦଳ ଦଳ ହେଇକରି ଆମର ପଟେ ଆସିକରି ଆମର ରହିବା ଜାଗାରେ ଆମର ଗାଈ, ଛେଳି, ମେଣ୍ଢା, ଆମର କୁକୁଡ଼ା, ଆମର ଧାନ ସବୁ ନେଇକରି ଚାଲି ଯାଉଥିଲେ। ତ ଏତେ ଡରୁଥିଲେ ଏମାନେ ଯେ ତାଙ୍କୁ ସମ୍ମୁଖବର୍ତ୍ତୀ ମାନେ ହେଇପାରୁଥିଲେ। ସେ ଭିତରୁ ଗିଦିଅନ୍ ବୋଲି ଜଣେ ଲୋକ ଥିଲେ। ସେ ଅତି ଭୟାଳୁ ଲୋକ। ସେ ଡରିକରି ଗୁମ୍ଫା ଭିତରେ ଯାଇକରି ଗହମ ମଳାଉଛି, ଧାନ ମଳାଉଛି। ଏହି ସମୟରେ ଯାହାକୁ ପରମେଶ୍ୱର ଗିଦିଅନ୍ କହିଲେ, ତମେ ଏହି ବଳରେ ତମେ କ'ଣ କର, ଏ ମହାବିକ୍ରମ ସହିତ ଏହି ବଳରେ ତମେ ଯାଇ ମିଡ଼ିଆନ୍ ମାନଙ୍କୁ କ'ଣ କର, ପ୍ରାପ୍ତ କର ବୋଲି ପ୍ରଭୁ ଆଜ୍ଞା ଦେଲେ। ପ୍ରଭୁଙ୍କର ଆଜ୍ଞା ଅନୁସାରେ ଆଉ ଏମାନେ ଯାଉଛନ୍ତି 32,000 ଲୋକ ସେମାନେ ଯାଉଛନ୍ତି। 32,000 ଲୋକ। ତ ପ୍ରଭୁ କହିଲେ, ହେ ଗିଦିଅନ୍, କ'ଣ ପ୍ରଭୁ ତମେ ଏତେ ଲୋକଙ୍କୁ ନେଇକରି ଯୁଦ୍ଧ କରିବା ପାଇଁ ଯାଉଛ? ସେମାନେ ଲକ୍ଷ ଲକ୍ଷ ଲୋକ ଅଛନ୍ତି। ହେଲେ ଗିଦିଅନ୍କୁ ପ୍ରଭୁ କହୁଛନ୍ତି, ତମେ 32,000 ଲୋକଙ୍କୁ ନେଇକରି ଯୁଦ୍ଧ କରୁଛ, ଯାଉଛ, ବେଶୀ ହେଇଗଲା ସବୁ କରୁଛ। ତ ଲକ୍ଷ ଲକ୍ଷ ଲୋକ ପାଇଁ 32,000 ଲୋକ ପାଇଁ ମାନେ ସେମାନେ 10 ଲକ୍ଷ କି 15 ଲକ୍ଷ ଲୋକ ଥିବେ। ଅପ ମାଛି ପରା ସେମାନେ ଲୋକ ଥିବେ ବୋଲି ଲେଖା ହେଇଛି। ମାନେ ଅଳ୍ପ ଲୋକ, 1,000କୁ 200 ଲୋକ ହିସାବ ବେଶୀ ଲୋକ ହେଇଗଲା। ସେ ଭିତରୁ ତମେ କ'ଣ କର, ତମେ କେତେ ଲୋକକୁ ବାହାର କରିଦେବ ଗଲେ 22,000 ଲୋକ। 22,000 ଲୋକ ଗଲା ପରେ ଆଉ କେତେ ହଜାର ଲୋକ ଥିବେ? 32,000 ରୁ 22 ବୋଲେ କେତେ? 10,000। ପ୍ରଭୁ ଏବେ 10,000 ଲୋକ ଧରିକି ଯୁଦ୍ଧ କରିବା ପାଇଁ ଯାଉଛି। ପ୍ରଭୁ କହିଲେ, ଗିଦିଅନ୍ 10,000 ମତେ ବେଶୀ ହେଇଯାଏ। 10,000 ଲୋକକୁ କ'ଣ କର, ଟେଷ୍ଟ କର, ପରୀକ୍ଷା କର। କ'ଣ କର, ନଦୀରେ ନିଅ, ପାଣି ପିଇବେ। କୁକୁର ପରି ଯେଉଁମାନେ ଚାକୁ ଚାକୁ କରି ପାଣି ପିଇବେ। 10,000 ଲୋକ ଜଣେ ଲୋକ କରି ଇଣ୍ଟରଭ୍ୟୁ କରବ, ଟିକେ ଚିନ୍ତା କରିବା। 10,000 ଲୋକ ଇଣ୍ଟରଭ୍ୟୁ କରିବ। ପ୍ରଭୁ ସେ ପ୍ରକାର ଜ୍ଞାନ ଦେଇ ପ୍ରଭୁ ସେ ପ୍ରକାର ସିଲେକ୍ସନ। 10,000 ଲୋକ ନିଆଗଲା ନଦୀରେ, ଆଉ ସିଲେକ୍ସନ ହେଉଛି। ସେ ଭିତରୁ କେତେ ଲୋକ ସିଲେକ୍ସନ କଲେ ପ୍ରଭୁ? କେତେ ଲୋକକୁ? ମାତ୍ର 300 ଲୋକ। ମାତ୍ର 300 ଲୋକ। 32,000 ରୁ 22,000 କଟିଗଲା। 10,000 ଥିଲେ 10,000 କଟି କରି ଏବେ 300 ଲୋକ ମାତ୍ର ଅଛନ୍ତି। 300 ଲୋକ ଧରି ସେ ଯୁଦ୍ଧ କରିବା ପାଇଁ ଗଲେ। ଆଉ ପ୍ରଭୁଙ୍କର ଆଦେଶ ଅନୁସାରେ ସେମାନେ ଯାଉଛନ୍ତି। ମିଡ଼ିଆନ୍ ରାତିରେ ଶୋଇଛନ୍ତି। ଯୁଦ୍ଧ ଚାଲିଛି। ଯେତେବେଳେ ମିଡ଼ିଆନ୍ ଆଇବ, ଗିଦିଅନ୍ ଆଇବ ମାରିଦେବ, ସେମାନେ ଶୋଇଛନ୍ତି। ମିଡ଼ିଆନ୍ ଲୋକମାନେ ଶୋଇଥିଲେ। ଶୋଇଲା ବେଳେ ସେଟା ଖାଇବ। ବଢ଼ିଆ ସତେଜ ଥିଲା ବେଳେ, ୱାର୍ସିପ୍ ଚାଲିଲା ବେଳେ
शैतान टिके बाहर ଥିବ ଯେତେବେଳେ ଆଖି ବୁଝିଦେବୁ ଯେତେବେଳେ ଢୋକରାଉଥିବୁ ସେତେବେଳେ ଶୈତାନ କରିଦେବୁ ସେତେବେଳେ ଏକା ଏମାନେ ଯୁଦ୍ଧ କରିବା ପାଇଁ ଯାଉଛନ୍ତି ରାତିରେ ଯାଇଛନ୍ତି ଆଉ କ'ଣ ଦେଇଛନ୍ତି କଳସ ଧରିଛନ୍ତି କଳସ ଭିତରେ କ'ଣ ଅଛି ଦୀପ ଅଛି କଳସ ବୋଲେ ମାଠିଆ ହାଣ୍ଡି ହାଣ୍ଡି ମାଟି ହାଣ୍ଡି ଧରିଛନ୍ତି ଆଉ ରାତିରେ ଯାଇଛନ୍ତି ତିନି ପଟେ ତିନି ଲୋକ ଶିଖିଦେଲେ ଏପଟେ ଗୋଟେ 100 ଲୋକ ଏପଟେ ଗୋଟେ 100 ଲୋକ ଆଉ ମଝିରେ ଗୋଟେ 100 ଲୋକ ଯଦି ପାଟି କରିବେ ସେ ବାଟେ ଯିବେ ମାରବା ପାଇଁ ତ ସେ ବାଟେ ଗଲେ ପଛ ବାଟେ ଯାଇକି ଆଟାକ୍ କରିବ ସେମିତି ପ୍ଲାନ୍ ମଝିରେ ଲୋକକୁ ଆଟାକ୍ କଲା ବେଳେ ପଛ ବାଟର ଲୋକ ଆସେ ମାରିବେ ସେଇ ଲୋକ ଆସେ ମାରିବେ ଏମିତି କରି ସେମାନେ ତାଙ୍କୁ ଆକ୍ରମଣ କରେ ଯେତେବେଳେ ସଦାପ୍ରଭୁଙ୍କ ନିକଟରେ ସେ କଳସ ଭାଙ୍ଗୁଛନ୍ତି କଳସ ଫାଟିଲା ସେ ଦୀପ ଜଳୁଛି ଆଉ ସମସ୍ତେ ସେଠି ପରାସ୍ତ ହୋଇଯାଉଛି ପଳାଉଛନ୍ତି ପ୍ରଭୁ କ'ଣ ଚାହୁଁନାହାନ୍ତି କ୍ୱାଣ୍ଟିଟିକୁ ପ୍ରଭୁ ଚାହୁଁନାହାନ୍ତି ତମ ମଣ୍ଡଳୀରେ ଆଜି 1000 ଲୋକ ଅଛନ୍ତି ପ୍ରଭୁ ସେଇଟା ଚାହୁଁନାହାନ୍ତି ପ୍ରଭୁ କ'ଣ ଚାହିଁବେ କ୍ୱାଲିଟି ପ୍ରଭୁ ଆଜି କ୍ୱାଲିଟିକୁ ଚାହୁଁଛନ୍ତି ତମେ କେମିତି ଅଛ ଗୋରା ଅଛ କି କଳା ଅଛ ପ୍ରଭୁ ସେଇଟା ଦେଖୁନାହାନ୍ତି ତମେ ଏଜୁକେସନ ପଢିଛ ସେଟା ପ୍ରଭୁ ଦେଖୁନାହାନ୍ତି ତମେ ମୋଟା ଅଛ ଏକ୍ସରସାଇଜ କରୁଛ ଥିଓଲୋଜି ପଢିଛ ସେଟା ପ୍ରଭୁ ଦେଖୁନାହାନ୍ତି ଆମ ମନର କ୍ୱାଲିଟି କେମିତି ଅଛି ଆମର ମନର ଚରିତ୍ର ଆଉ ଗୁଣ କ୍ୱାଣ୍ଟିଟିକୁ ପ୍ରଭୁ ଦେଖନ୍ତି ନାହିଁ କିନ୍ତୁ କ୍ୱାଲିଟିକୁ ପ୍ରଭୁ ଦେଖନ୍ତି ତମେ 1000 ଟଙ୍କା ଦେଲ ବେଶୀ ପଡୁଛି ଦେଲନି କିନ୍ତୁ ଗୋଟେ 2 ପଇସା ପକାଇଲା ଗୋଟେ ଲୋକ ପ୍ରଭୁ କହିଲେ ଏ ବିଧବା ସ୍ତ୍ରୀ ସବୁଠାରୁ ବେଶୀ ପକାଇଛି ବୋଲି କହିଲେ ସବୁଠାରୁ ବେଶୀ ପକାଇଛି ପ୍ରଭୁ ଆମ ଅନ୍ତଃକରଣ କରନ୍ତି ଆଉ ପ୍ରଭୁ କ୍ୱାଲିଟି ବିଷୟରେ ବାଛି ବାଛି ପ୍ରଭୁ 12 ଜଣକୁ ଚୁଜ୍ କରିଛନ୍ତି ନାଇଁ ପ୍ରଭୁ ବାଛି ବାଛି 12 ଜଣକୁ ଚୁଜ୍ କଲେ 12 ଜଣ କ'ଣ କଲେ ଅଲ୍ ୱାର୍ଲଡକୁ ହଲାଇ ଦେଲେ पूरा पृथ्वी को से हलाई देने 12 जन प्रभु समस्ते स्वर्ग को जीव बोली कहते समस्ते स्वर्ग को जीवे नहीं प्रभु जहाँ आकर्षण करते आज प्रभु हमको आकर्षण कर आज प्रभु हमको मोहित कर आज आम सिलेक्शन हो 300 जन भितर 300 जन भितर आम सिलेक्शन की हमको नहीं प्रभु The Great of Alexander ସୈନ୍ୟମାନଙ୍କ ଉପରେ ଭରସା କରିଥିଲେ ସେମାନଙ୍କୁ ନେଇକରି ଯୁଦ୍ଧ କଲେ ଜିତିଲେ ପ୍ରଭୁ ଆମ ଉପରେ ନିଜେ ଭରସା କରୁଛନ୍ତି ନାଇଁ ଆମେ ଗୋଟେ ସପ୍ତାହ ଆମକୁ ପ୍ରଭୁ ଆଜି ସିଲେକ୍ସନ କରିଛନ୍ତି ବାଛିଛନ୍ତି ଯେ ଆଜି ଉମରି ଗାଁରେ ଆଉ ଏଇ ପାଖ ଅଞ୍ଚଳରେ ଏମାନେ ମୋ ପାଖ କାମ କରିବେ ଚିନ୍ତା କର କଳସ ଭାଙ୍ଗିଲା ସେଗୁଳି ଭାଙ୍ଗିଲା ସମସ୍ତେ ସେଠି ପଳାଇଲେ ସେଠି ଆମେ ଦେଖୁଛୁ କଳସ ଭୁଆ ଆମ ନିଜକୁ ଭାଙ୍ଗବା କଳସ ଭାଙ୍ଗିଲେ ନିଆଁ ବାହାରିବ ଆମେ ଭାଙ୍ଗିଲେ ଆମେ ନିଜକୁ ଭାଙ୍ଗିଲେ ବା ଆମେ ନିଜକୁ ନମ୍ର ହେଲେ କ'ଣ ହବ ଭିତରୁ ପ୍ରଭୁ ଯେ ଆପଣଙ୍କୁ ଉନ୍ନତ ବୋଲି ଦେଖା କାହାକୁ ଉନ୍ନତ କରନ୍ତି ଯେ ନିଜକୁ ଉନ୍ନତ କରାଯିବ ଯେ ଉନ୍ନତ ବୋଲି ଦେଖା ତାକୁ ଛୋଟ ଜିନିଷ ଛୋଟ ବିଷୟ ପ୍ଲସ୍ କ'ଣ ହବ ସେଇଟା ବହୁତ ବଡ଼ ପରିବର୍ତ୍ତନ ବହୁତ ବଡ଼ ପରିବର୍ତ୍ତନ ଛୋଟ ଜିନିଷ ପ୍ଲସ୍ ଈଶ୍ୱର ଥିବେ
ତାହେଲେ ବଡ଼ ପରିବର୍ତ୍ତନ ହେଇପାରିବ। ଆମେ ଛୋଟ ହେବା ଆମ ସହିତ ଈଶ୍ୱର ଅଛନ୍ତି, ତାହେଲେ ବଡ଼ ପରିବର୍ତ୍ତନ ହେବ। ଦାଉଦ ଛୋଟ ଥିଲେ ପ୍ରଭୁ ସହିତ ତ ବଡ଼ ଲୋକକୁ ମାରିପାରିଲେ। ଆଜି ଯଦି ଆମେ ଛୋଟ ଅଛୁ ତାହେଲେ ପ୍ରଭୁ ଆମ ସହିତ ଅଛନ୍ତି, ତାହେଲେ ଆମେ ବଡ଼ ଲୋକ ମଧ୍ୟ ଆମେ ମାରିପାରିବା। ସେ ବଡ଼ ଲୋକ ଜଗତରେ ଅଧିପତି ଶୈତାନ। ଶୈତାନ ଅଛି। ହେଲେ ଆମେ ଏଠି ଚିନ୍ତା କରିବା ଯେ 300 ଲୋକ ସେ ଗିବୀୟନଙ୍କୁ ମାରିଲେ ନା ଆଜ୍ଞା ପାଳନ ଦ୍ୱାରା ସେମାନେ ଜିତିଲେ। 300 ଲୋକ ମାରିନାହାନ୍ତି, କିନ୍ତୁ ପ୍ରଭୁଙ୍କ ଆଜ୍ଞା ପାଳନ ଦ୍ୱାରା 100% ବିଜୟ ହେଇଥିଲେ। ଯେତେବେଳେ ଆଜ୍ଞା ପାଳନ ହେବ, ଯେତେବେଳେ ଆମେ ପ୍ରଭୁଙ୍କ କଥା ମାନବା, ପ୍ରଭୁଙ୍କର ଠାରୁ ଆମେ ଚାଳନା ପାଇ ଆମେ ଆଗକୁ ବଢ଼ବା। ଈଶ୍ୱର କେବେ ମୋତେ ସଂଖ୍ୟା ଦେଖନ୍ତି ନାହିଁ, ଈଶ୍ୱର କ'ଣ ଦେଖନ୍ତି? ହୃଦୟ ଅନ୍ତରାତ୍ମା ଅନ୍ତଃକରଣ ଦେଖନ୍ତି। ଆମ ବିଶ୍ୱାସ କେତେ ଅଛି? ବିଭିନ୍ନ ଶିଷ୍ୟମାନଙ୍କୁ କହିଲେ ଦେଖାଅ